କଙ୍କଡ଼ା ଝୋଳ। ଏଇ ବର୍ଷା ଦିନେ ଯଦି ଆମେ ଟିକେ କଙ୍କଡ଼ା ଝୋଳ ପିଇଦେବା, କଫ କାଶ ଥଣ୍ଡା ସବୁ ମାରିଦେବ। ତେଣୁ ଏମିତି ଥରେ କଙ୍କଡ଼ା ଝୋଳ ଆପଣ ନିଶ୍ଚିନ୍ତ ଭାବରେ ବନାନ୍ତୁ। ତା ଛଡ଼ା କଙ୍କଡ଼ା ଝୋଳ ଆମର ଯେଉଁ ଜଏଣ୍ଟ ପେନ୍କୁ ମଧ୍ୟ କମ୍ କରାଇଥାଏ। ଏମିତି କଙ୍କଡ଼ା ଝୋଳ କରିବା ପାଇଁ ଦେଖନ୍ତୁ, ପ୍ରଥମେ ମୁଁ ଗରମ ପାଣି ବସାଇ ଦେଇଛି। ମୁଁ ଟିକେ ଜିଅନ୍ତା କଙ୍କଡ଼ା ଆଣିଥିଲି, ଗରମ ପାଣିରେ ପକାଇଦେଲି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ସୁଷମାସ ଓଡ଼ିଆ କିଚେନ୍ରୁ କହୁଛି। ମୋର ଏ ରେସିପିଟି ଭଲ ଲାଗିଲେ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। କଙ୍କଡ଼ାକୁ ମୁଁ ଗରମ ପାଣି ପକାଇଦେଲି। ଦେଖନ୍ତୁ, ଏପଟେ କଙ୍କଡ଼ା ତରକାରୀ ପାଇଁ ପୋସ୍ତକ ନିହାତି ଦରକାର। ପୋସ୍ତକ ମୁଁ ପାଣି ଦେଇ ବତୁରେଇ ଦେଲି 15 ମିନିଟ୍ ଖଣ୍ଡେ। ପୋସ୍ତକକୁ 15 ମିନିଟ୍ ବତୁରେଇ ସାରିଲା ପରେ ମୁଁ ଗୋଟେ ମିକ୍ସି ଜାର୍କୁ ଦେଇଦେଲି। ସେଥିରେ 1 ଇଞ୍ଚର ଖଣ୍ଡେ ଅଦା, 10-12 କଲା ରସୁଣ ଦେଇ ତାକୁ ଟିକେ ଅଳ୍ପ ଆଗ ଗ୍ରାଇଣ୍ଡିଂ କରିକି ଆଣିଲି। ସେଇ ଗ୍ରାଇଣ୍ଡିଂ ମସଲାରେ ଦେଖନ୍ତୁ, ମୁଁ ଏଠି 2ଟି ବଡ଼ ବଡ଼ ଟମାଟର ନେଇକି ତାକୁ ଆଉଥରେ ଭଲରେ ଗ୍ରାଇଣ୍ଡିଂ କରିକି ଆଣିଲି। ମସଲା ଗ୍ରାଇଣ୍ଡିଂ କରିସାରିଲା ପରେ ଦେଖନ୍ତୁ, କଙ୍କଡ଼ାକୁ ମୁଁ ଭଲ ଭାବରେ ବାଛିକି ତାକୁ ଧୋଇକି ଆଣିଛି। ତା ନଖ ଗୁଡ଼ିକ ମୁଁ ଛେଚିକି କାଢ଼ି ଦେଇଛି। ଏପଟେ ମୁଁ ଗ୍ୟାସ୍ ଅନ୍ କରି ଗୋଟେ କଢ଼େଇ ବସାଇଦେଲି। କଢ଼େଇରେ ତେଲ ଦେଇଦେଲି। ବାଛିକି ଆଣିଥିବା ସେ କଙ୍କଡ଼ାକୁ ଦେଖନ୍ତୁ ଦେଇଦେଲି ଏବଂ ଗ୍ୟାସ୍ର ଫ୍ଲେମ୍କୁ ମୁଁ ହାଇରେ ରଖି ତାକୁ ଟିକେ ଭଲ ଭାବରେ ପାଣି ମଲା ଯାକେ ତାକୁ ଟିକେ ଏପଟ ସେପଟ କରି ଭାଜିଲି। ଏଇଠି ଦେଖନ୍ତୁ, ମୁଁ 1/2 ଟେବୁଲ୍ ସ୍ପୁନ୍ ହଳଦୀ ଦେଇଦେଲି। 5 ମିନିଟ୍ ଖଣ୍ଡେ ଏପଟ ସେପଟ କରି ଭାଜି ସାରିଲା ପରେ ଦେଖନ୍ତୁ, କଙ୍କଡ଼ାରୁ ସବୁ ପାଣି ମରିଗଲାଣି ଏବଂ କଙ୍କଡ଼ା ଆମର ଭଲ ଭାବରେ ଡ୍ରାଏ ହୋଇଗଲାଣି। ଏ ଭାଜି ହୋଇଥିବା କଙ୍କଡ଼ାକୁ ମୁଁ ଗୋଟେ ଅଲଗା ପ୍ଲେଟ୍କୁ କାଢ଼ିଦେଲି ଏବଂ ସେଇ ତେଲରେ ଦେଖନ୍ତୁ, ମୁଁ 1/2 ଟେବୁଲ୍ ସ୍ପୁନ୍ ଜିରା ଦେଇଦେଲି। ଜିରା ଭଲ ଭାବରେ ଫୁଟିଗଲା ପରେ ଦେଖନ୍ତୁ, ଯେଉଁ ଗ୍ରାଇଣ୍ଡିଂ କରିଥିବା ମସଲାକୁ ମୁଁ ଦେଇଦେଲି। ମସଲା ଭାଜି ଦେଇଥିଲି, କିନ୍ତୁ ମୋ ପୁଅ କହିଲା, ମା, କଙ୍କଡ଼ାରେ ଆଳୁ ପକା ଖାଇବାକୁ ଭଲ ଲାଗିବ। ତେଣୁ ସେ ମସଲାକୁ କାଢ଼ି ଦେଇକି କଡ଼େଇ ଧୋଇ ଦେଇକି ଦେଖନ୍ତୁ, ଆଉଥରେ ତେଲ ଓ ପିଆଜ ଦେଇଦେଇକି ଆଳୁ କାଟିକି ଦେଇଦେଲି। ଏପଟ ସେପଟ ଦେଖନ୍ତୁ, ଆଳୁ ଭଲ ଭାବରେ ଭାଜି ହେଇଗଲାଣି। ପିଆଜ ମଧ୍ୟ ଭଲ ଭାବରେ ଭାଜି ହେଇଗଲାଣି। ଆଗରୁ ଯେଉଁ ମସଲାକୁ ମୁଁ ଭାଜିକି କାଢ଼ି ଦେଇଥିଲି, ସେ ମସଲାକୁ ଦେଖନ୍ତୁ ଆଉଥରେ ଦେଇଦେଲି ଏବଂ ଭଲରେ ଏପଟ ସେପଟ କରି 2-3 ମିନିଟ୍ ଭାଜିଲି। ଏଇ ମସଲାକୁ ଟିକେ ଆମେ ଅଧିକା ଭାଜିବା, ଯାହାଦ୍ୱାରା କି ଆମର ଯେଉଁ କଙ୍କଡ଼ା ଝୋଳ ବହୁତ ସ୍ୱାଦିଷ୍ଟ ଲାଗିବ। ଏଇଠି ମସଲା ଭଲ ଭାବରେ ଭାଜି ହେଇଗଲାଣି। ମସଲାର ତେଲ ଅଲଗା ହେଇଯାଇଛି। ଆଳୁ ମଧ୍ୟ ଭଲ ଭାବରେ ସିଝିଯାଇଛି। ଏଇଠି ଦେଖନ୍ତୁ, ମୁଁ 1/2 ଟେବୁଲ୍ ସ୍ପୁନ୍ ହଳଦୀ, ତା ଛଡ଼ା ଏଇଠି ମୁଁ ସବୁ ପ୍ରକାର ଗୁଣ୍ଡ ମସଲା ଦେଇଦେଇଛି। ଦେଖନ୍ତୁ, ଏଇଠି ମୁଁ 1 ଟେବୁଲ୍ ସ୍ପୁନ୍ ଧନିଆ ଆଉ ଜିରା ଗୁଣ୍ଡ, 1 ଟେବୁଲ୍ ସ୍ପୁନ୍ ଶୁଖିଲା ଲଙ୍କା ଗୁଣ୍ଡ, 1/2 ଟେବୁଲ୍ ସ୍ପୁନ୍ କାଶ୍ମୀର ରେଡ୍ ଚିଲି, 1 ଟେବୁଲ୍ ସ୍ପୁନ୍ ଗରମ ମସଲା ଗୁଣ୍ଡ, ସ୍ୱାଦ ଅନୁସାରେ ସଲ୍ଟ ଦେଇଦେଲି ଏବଂ ମସଲାକୁ ଟିକେ ଏପଟ ସେପଟ କରି 2-3 ମିନିଟ୍ ଭଲ ଭାବରେ ଭାଜିଲି। ଏଇ ମସଲାରେ ଆମେ ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ଦେଇ ଭାଜିଲେ ମସଲା ଆମର ଭଲ ଭାବରେ ହେଇଯିବ। ଏଇଠି ଗ୍ୟାସ୍ର ଫ୍ଲେମ୍ ଲୋ ଟୁ ମିଡ଼ିୟମ୍ ରଖିଦେଇ ମସଲାକୁ ଆମେ 5-6 ମିନିଟ୍ ଯାକେ ଭଲ ଭାବରେ ଭାଜିବା। ମସଲା ଆମର ଅଲରେଡ଼ି ହେଇଗଲାଣି। ଦେଖନ୍ତୁ, ମସଲାର ତେଲ ଅଲଗା ହେଇଛି, ତା ଛଡ଼ା ଆଳୁ ମଧ୍ୟ ଭଲ ଭାବରେ ସିଝିଗଲାଣି। ଆପଣ ଏଇଠି କେତେ ଗ୍ରେଭି ରଖିବେ ଆପଣଙ୍କ ପସନ୍ଦ ଅନୁଯାୟୀ ଆପଣ ପାଣିର କ୍ୱାଣ୍ଟିଟି କମ୍ ଓ ବହୁତ କରିପାରିବେ। ଏଇଠି ଦେଖନ୍ତୁ, ମୋର ମସଲା ଭଲ ଭାବରେ ହେଇଗଲାଣି। ମୁଁ ଏଇଠି ପାଣି ଦେଇଦେଲି। ଆଉ 2 ମିନିଟ୍ ମସଲାକୁ ସେମିତି ଫୁଟିବା ପାଇଁ ଛାଡ଼ିଦେଲି। ଏଇଠି ମସଲା ପୁରା ଭଲ ଭାବରେ ହେଇଗଲାଣି। ଏଇଠି ମୁଁ ଗ୍ରେଭି ପାଇଁ ଟିକିଏ ନଖ ଉଷୁମ ପାଣି ଦେଇଦେଲି। ଆମେ ତରକାରୀରେ ସବୁବେଳେ ଉଷୁମ ପାଣି ବା ଗରମ ପାଣି ଦେଲେ ତରକାରୀର ଯେଉଁ ବାସ୍ନାଟା ସବୁବେଳେ ଭଲ ଭାବରେ ରହିବ। ତେଣୁ ଆପଣ ସବୁବେଳେ ଏମିତି ମସଲା ତରକାରୀ ଗରମ ପାଣି ଦେଇ ବନାନ୍ତୁ। ମୁଁ କେତେ ଗ୍ରେଭି ରଖିବି ସେ ଅନୁସାରେ ମୁଁ ପାଣି ଦେଇଦେଲି ଏବଂ ଆଉ 2-3 ମିନିଟ୍ ଫୁଟିବା ପାଇଁ ଛାଡ଼ିଦେଲି। ଦେଖନ୍ତୁ, ଭଲ ଭାବରେ ଝୋଳ ଆମର ଫୁଟି ଆସିଲାଣି। ଏଇଠି ମୁଁ ଆଗରୁ ଯେଉଁ କଙ୍କଡ଼ାକୁ ଭାଜିକି ରଖିଥିଲି, ସେଇ କଙ୍କଡ଼ାକୁ ଆଣିକି ଦେଖନ୍ତୁ, ଏଇ ଫୁଟୁଥିବା ଝୋଳ ଉପରେ ମୁଁ ଢାଳିଦେଲି। କଙ୍କଡ଼ା ପକାଇ ସାରିଲା ପରେ ଆମେ ଆଉ ଝୋଳକୁ ବେଶୀ ସମୟ ଫୁଟେଇବାନି। 2-3 ମିନିଟ୍ ଫୁଟିବା ପାଇଁ ଛାଡ଼ିଦେବା। 2-3 ମିନିଟ୍ ଫୁଟି ସାରିଲା ପରେ ଦେଖନ୍ତୁ, ଆମର କଙ୍କଡ଼ା ତରକାରୀ ରେଡ଼ି ହେଇଗଲାଣି। ଏଇଠି ମୁଁ ଲାଷ୍ଟରେ ଧନିଆ ପତ୍ର କାଟିକି ରଖିଥିଲି, ତାକୁ ପକାଇଦେଲି। ଏମିତି କଙ୍କଡ଼ା ଝୋଳ କାହାକୁ ବା ଭଲ ଲାଗିବନି। ଆପଣ ନିଶ୍ଚିନ୍ତ ଭାବରେ ଏଇ ବର୍ଷା ସିଜିନରେ ଏମିତି ଥରେ କଙ୍କଡ଼ା ଝୋଳ ବନାନ୍ତୁ। ଏମିତି କଙ୍କଡ଼ା ଝୋଳ ସହିତ ଆପଣ କେତେବେଳେ ଯେ ପେଟ ଭରା ଭାତ ଖାଇଦେବେ ଆପଣ ବି ମଧ୍ୟ ଜାଣିପାରିବେନି। ପ୍ଲେଟ୍ ଜାଗାରେ ଆପଣ ନିଶ୍ଚିନ୍ତ 2 ପ୍ଲେଟ୍ ଭାତ ଖାଇଦେବେ। ମୋର ରେସିପିଟି ଭଲ ଲାଗିଲେ ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ଫେସବୁକ୍ ଦେଖିଲେ ଫେସବୁକ୍ ପେଜ୍କୁ ଫଲୋ କରିବାକୁ କେବେ ବି ଭୁଲନ୍ତୁ ନାହିଁ।